ମା ଆପଣଙ୍କ ନାଁ କ'ଣ? ମୋ ନାଁ ରଜନୀକାନ୍ତି ରଥ। ଘର କୋଉଠି? ଆମ ରାୟଗଡ଼ା ପାଖରେ ଗୁଣପୁର ସାନ ଛୋଟ ଗାଁ ଲିମାପଦର। ଭକ୍ତି ପାଇବା ପାଇଁ ଆସିଛନ୍ତି ନା ଭକ୍ତି କି ଦେବା ପାଇଁ ଆସିଛନ୍ତି? ଭକ୍ତି ପାଇବା ପାଇଁ ତ ଖୋଜୁଛୁ। ରାତି ଦିନ ଜଗନ୍ନାଥ ସିରିଏଲ ଯାହା ଆପଣଙ୍କର ପୁରୀରୁ ଯାଉଛି ରାତି 5ଟାରୁ ରାତି 7ଟା ପର୍ଯ୍ୟନ୍ତ ଜଗନ୍ନାଥ ମନ୍ଦିର ଯାହା ଶିଖିଛୁ ଜଗନ୍ନାଥଙ୍କ ସିରିଏଲ ଦେଖିଲାଠୁ ବେଶୀ ଶିଖିଛୁ। ଆମ ଭିତରେ ଜଗନ୍ନାଥ ଅଛନ୍ତି ବୋଲି ଆମେ ଏବେ ମାର୍ଗଶିର ମାସଠୁ ଷଷ୍ଠୀଠୁ ଆସୁଛୁ ଏଠିକି ଜାତ କରିବାକୁ। ଆଗରୁ ଆସୁଥିଲୁ ମାସ ହବିଷ କରୁଥିଲୁ। ଆମେ ଗୋଟେ 12-13 ଲୋକ ଆସୁଥିଲୁ, ସବୁ ଭାଇ ଭଉଣୀ ଭାଉଜ ଏମିତି ସବୁ ମିଶିକି ଆସୁଥିଲୁ। ଯେଉଁ ଭାଇ ଭଉଣୀ ଭାଉଜ ସବୁ ମିଶିକି ଆସିଛନ୍ତି, ଭଲ କଥା। ପ୍ରଭୁଙ୍କ ପାଖକୁ ଆସନ୍ତୁ, ମିଶିକି ଆସିବା ଭଲ। କିନ୍ତୁ ଆପଣ ଯେଉଁ ଅନୁଭୂତିଟି ଆଣିଛନ୍ତି କହିବା ପାଇଁ, ଆପଣ କହିଲେ ଭକ୍ତି ପାଇବା ପାଇଁ ଆସିଛନ୍ତି, କିନ୍ତୁ ଏଠିକି ଆସିଲେ ଭକ୍ତି ଦେବା ପାଇଁ ଆସିବେ। ଅନ୍ୟକୁ ଆପଣଙ୍କର ଭକ୍ତିରୁ ଟିକେ ଦେବେ, ଆପଣଙ୍କର ବିଶ୍ୱାସରୁ ଟିକେ ଦେବେ। ସେ କଥାଟି କ'ଣ ହେଲା, ସେ ଅନୁଭୂତିଟି କହିଲେ? କହିଲେ ତ ସାର୍ ମୋ ଜୀବନ ଯାକ ଅନୁଭୂତି ସେତେ କହିପାରିନି। ଯେତେବେଳେ ଦୁଃଖ ଆସିଥିଲା ଅନୁଭୂତି କହିପାରିବେନି? ନାଇଁ ଆଗର ଯାକ କହିବିନି ସାର୍, ଏବେ ତ ବଡ଼ କୁହନ୍ତୁ। ହଁ, ଏଇ ଅନୁଭୂତି। ଜଗନ୍ନାଥ ଆମକୁ ବେଶୀ ବିପଦରୁ ଉଦ୍ଧାର କରିଛନ୍ତି। କେଉଁ ସେଇ ଯେଉଁ ମା ତେର ଯାତ୍ରା କରିବାକୁ ମୋ ଭାଇ ଭାଉଜ ମୋର ଭଉଣୀ ଭାଇ ସେ ତ କହିଲେ ନାଇଁ ସେଇଟା ଶୁଣନ୍ତୁ। ହଁ, ଶୁଣୁନାହାନ୍ତି ଆପଣ, ସେଇ କଥା କହିସାରନ୍ତି। ଭାଇ ଭଉଣୀ ସବୁ ଆସିଛନ୍ତି ସେଇଟା କହିছে। ଯେଉଁ ଆମର ମେନ୍ କଥା, ମୂଳ କଥା ହେଉଛି ମା, ମୋ କଥା ଶୁଭୁଛି ନା ଶୁଭୁନି? ଆଉ ଟିକେ ଜୋରରେ କହିବି? ସିଏ ଜୋର କହିଲେଣି। ମୋ କହିବା କଥା ଅନୁଭୂତି ଅଛି, ସେଇଟା ଆରମ୍ଭ କରନ୍ତୁ। ବହୁତ ଭକ୍ତ ଠିଆ ହେଇଛନ୍ତି ବା, ତମେ ତାଙ୍କୁ ଟିକେ ଦେଖିବ ନା। ମୋତେ ଆଗରୁ ଥିଲା ମୋର ବେଶୀ ବିପଦ। ହଜବେଣ୍ଡ ମଲେ, ତାପରେ ପୁଅମାନେ ଛୋଟ ଛୋଟ, କିଏ ମେଟ୍ରିକ୍, କିଏ 2, କିଏ 3 ପଢ଼ୁଥିଲା। ସେମାନଙ୍କୁ ଭାଇ ମନ ଧରି ମଣିଷ କଲି। ଏବେ କିଏ ଜିଏମ୍, କିଏ ମ୍ୟାନେଜର, କିଏ ହେଇକି ଝିଅ ପୁଅ ସବୁ ଭଲ ଲାଗିଲେ। ଆଉ ସ୍ୱାମୀଙ୍କର କ'ଣ ହେଇଥିଲା ସେଇଟା ଅନୁଭୂତି? ସେଇ କଥାଟା କହୁନାହାନ୍ତି। ସେଇ କଥାଟା ହିଁ କେତେ ବର୍ଷ? ଆଜ୍ଞା 12 ବର୍ଷ 13 ବର୍ଷ 30 ବର୍ଷ ହେଇଗଲା। ଏବେ ମୋ ଭାଇଟା ଗୋଟେ ଆକ୍ସିଡେଣ୍ଟ ହେଇଛନ୍ତି। ଏବେ ପ୍ରାୟ ପୁରୀ ଗଲୁ, ମାସକରେ ଆମେ ଦର୍ଶନ କଲୁ। ସିଏ ଗୋଟେ ଜଗନ୍ନାଥଙ୍କର ଭକ୍ତ। ସେ ସବୁଦିନ ମନ୍ଦିରକୁ ଯାଏ, ଦି ବୁଢ଼ୀ ତା ସ୍ୱାମୀ ଦିଲ ଘରେ ଜଗନ୍ନାଥ ନାତିକି ବି ଶିଖେଇছে। ସିଏ ବି ମୁଣ୍ଡିଆ ମାରୁଥିବ, କେଉଁ ସିରିଏଲ ନାହିଁ। ଆକ୍ସିଡେଣ୍ଟ ହେଲା ପାଖରେ, ଆକ୍ସିଡେଣ୍ଟ ହେଇକି ୱାର୍ଲଡରେ ଅଛନ୍ତି। ତାକୁ ସେବା ଲାଗିଛି, ପୁଅ ମାନେ ଲାଗିଛନ୍ତି। ଜଗନ୍ନାଥକୁ ଧରି ଯାଉଥିଲା, ସେ ଜଗନ୍ନାଥ ରକ୍ଷା କରିଛନ୍ତି। କିନ୍ତୁ ତାର ଟିକେ 2 ମାସ ଲାଗିଲାଣି, ଆସିନି ଘରକୁ। ଚେତା ଫେତା ଟିକେ ହେଉଛି, ଆଖି ପାଖି ଟିକେ ଖୋଲୁଛି। ମୋ ଛୋଟ ଭାଇ, ସିଏ 2ଟା ପୁଅ ବାହା କରିଛି, ଝିଅ ଗୋଟେ ବାହା କରିଛି। ଛୋଟ ଭାଇର ଯେତେବେଳେ ଅବସ୍ଥା, ଆପଣଙ୍କୁ ଟିକେ ବଡ଼ ଭଉଣୀ ହିସାବରେ କଷ୍ଟ ଲାଗିବ। ଆପଣ ଯେତେବେଳେ କହିଲେ ଜୟ ଜଗନ୍ନାଥ ଟିଭି ଦେଖନ୍ତି ବେଶୀ ଦେଖନ୍ତି। ହଁ, ଜଗନ୍ନାଥରୁ ଶିଖିଛୁ। ମୋ ଗାଁରେ ବି ରାମ ମନ୍ଦିର ଅଛନ୍ତି। ମୋର ମା ଭଉଣୀ ସବୁ ଆମେ ଭଜନ। ହଉ, ଧନ୍ୟବାଦ ଦେବି ମା ଆପଣଙ୍କୁ। ଜୟ ଜଗନ୍ନାଥ।